ଏଇ କିଛି ଦିନ ହେବ ବାପ ଘରୁ ଗୋଡ଼ କାଢ଼ି ସ୍ୱାମୀର ହାତ ଧରି ଶାଶୁ ଘରକୁ ଆସିଥିଲେ। ହାତରୁ ଛାଡ଼ିନି ମେହେନ୍ଦି, ପାଦରୁ ଛାଡ଼ିନି ଅଳତା, ଆଉ ମୁଣ୍ଡରେ ରହିଛି ସ୍ୱାମୀ ଦେଇଥିବା ସିନ୍ଦୁର। ପିଲାଳିଆମିର ବୟସ ସରିନି, ତଥାପି ସଂସାରର ବୋଝ। ବାପା ମାଙ୍କ ପାଖରେ ଅଳି ଅର୍ଦ୍ଦଳି କରି ରହୁଥିବା ଫୁଲଟା ଶାଶୁ ଶ୍ୱଶୁରଙ୍କ ଅନୁଶାସନରେ ରହିଲା। ତଥାପି ହସ ଖୁସିରେ ଚାଲିଥିଲା ସଂସାର। ହଠାତ୍ ଏମିତି କ'ଣ ହେଲା ଯେ ଯିଏ ଶୁଣୁଥାଏ କହୁଥାଏ ଇଏ କ'ଣ ହେଇଗଲା। ଭଲ କରି ଯିଏ ଦୁନିଆ ଦେଖିନି ସେ ଦୁନିଆ ଛାଡ଼ିଲା କେମିତି? ହଁ ଦର୍ଶକ ବନ୍ଧୁ, ଇଏ ହେଉଛନ୍ତି ନନ୍ଦିନୀ, ଯିଏ ଭଲ ଭାବରେ ଏ ଦୁନିଆକୁ ଜାଣିବା ପୂର୍ବରୁ ସ୍ୱାମୀର ହାତ ଧରି ଆସିଥିଲେ ଶାଶୁ ଘରକୁ। ମନରେ ଅନେକ ସ୍ୱପ୍ନ, ଅସୁମାରୀ ଆଶା ନେଇ ଆସିଥିଲେ। ସେସବୁ ଆଜି ଆଶାରେ ରହିଗଲା। ସେ କ'ଣ ଜାଣିଥିଲେ ଯାହାକୁ ବାପା ମା ଭାଇ ଭଉଣୀ ଭାବୁଥିଲେ ସେମାନେ ତା ସହ ଏମିତି କିଛି କରିବେ ବୋଲି? ହତ୍ୟା ନା ଆତ୍ମହତ୍ୟା ନା ସନ୍ଦେହଜନକ ମୃତ୍ୟୁ, ତାହା ଏବେ ସନ୍ଦେହ ଘେରରେ। ମୃତ୍ୟୁ ପରେ ବାପା ମାଙ୍କୁ ନ ଜଣେଇ ଶବ ସତ୍କାର କରିଦେଲେ ଶାଶୁ ଶ୍ୱଶୁର। ଯାହାକୁ ନେଇ ଏବେ ଚର୍ଚ୍ଚା। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମରେ। ଭୀଷ୍ମଗିରି ଗ୍ରାମ ମହାମାଇ ନଗର ପ୍ରଥମ ଲେନ୍ର ରମେଶ ବିଶୋଇଙ୍କ ପୁଅ ଜିତେନ୍ଦ୍ର ସେହି ଗ୍ରାମର ଶିବରାମ ସାହୁଙ୍କ ନାବାଳିକା ଝିଅ ନନ୍ଦିନୀଙ୍କୁ ନେଇ ଗ୍ରାମରୁ ଫେରାର ହେବା ପରେ କିଛି ଦିନ ପରେ ଗ୍ରାମକୁ ଫେରି ବିବାହ କରିଥିଲେ। ନବବଧୂ ବେଶରେ ନନ୍ଦିନୀ ଶ୍ୱଶୁର ଘରକୁ ଆସିଥିଲେ। ସବୁକିଛି ଠିକ୍ଠାକ୍ ମଧ୍ୟ ଚାଲିଥିଲା। ଯାହା ଶୁଣିବାକୁ ମିଳୁଛି ଗତ ଶନିବାର ଦିନ ନନ୍ଦିନୀଙ୍କୁ ବାପ ଘରୁ ଯୌତୁକ ଆଣିବା ପାଇଁ ସ୍ୱାମୀ ଓ ଶ୍ୱଶୁର ଘର ଲୋକେ ବାଧ୍ୟ କରିଥିଲେ। ନନ୍ଦିନୀ ନିଜର ଅକ୍ଷମତା ପ୍ରକାଶ କରିବାରୁ ସମସ୍ତେ ଉତ୍ତେଜିତ ହୋଇ ତାଙ୍କୁ ଗଳା ଚିପି ହତ୍ୟା କରିବା ପରେ ତରଭରିଆ ଭାବେ ପୋଡ଼ି ଦେଇଥିଲେ, ଯାହାକୁ ଗ୍ରାମବାସୀ ଓ ନନ୍ଦିନୀଙ୍କ ପରିବାର ଲୋକେ ସନ୍ଦେହ କରିଥିଲେ। ଏନେଇ ନନ୍ଦିନୀଙ୍କ ବାପା ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ସୋମବାର ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଗ୍ରାମ ଶ୍ମଶାନରେ ପହଞ୍ଚି ମୃତକଙ୍କ ହାଡ଼ ଓ ପାଉଁଶ ଜବତ କରିଥିଲେ। ଏପରିକି ପୋଲିସ ସ୍ୱାମୀ ଓ ଶ୍ୱଶୁରଙ୍କୁ ଜେରା କରିବା ପରେ ନାବାଳିକା ବୋହୂ ନନ୍ଦିନୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଅଭିଯୁକ୍ତଙ୍କୁ ବ୍ରହ୍ମପୁର ପୋସ୍କୋ କୋର୍ଟକୁ ଚାଲାଣ କରାଯିବା ପରେ ଜାମିନ ଖାରଜ ହେବାରୁ ସେମାନଙ୍କୁ ବ୍ରହ୍ମପୁର ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଥାନା ଆଇଆଇସି ବାବା ଶଙ୍କର ସରାଫ ସୂଚନା ଦେଇଛନ୍ତି। ଗଞ୍ଜାମରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, A1 ଓଡ଼ିଆ। ବ୍ରିଲିଏଣ୍ଟ ବିଶୁଦ୍ଧ ନଡ଼ିଆ ତେଲ, ଘନ ଲମ୍ବା ଓ ପଳା କେଶର ମୂଳମନ୍ତ୍ର।